ସକାଳୁ ସକାଳୁ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ବିରୁପା ନଦୀ କୂଳ। ପରିବାର ସହ କାନ୍ଦୁଥିଲେ ଆତ୍ମୀୟ ସ୍ୱଜନ। ଗୋଟିଏ ବୋଲି ପୁଅକୁ ହରାଇ କାହା ପାଟିରେ କିଛି ବି ଭାଷା ନଥିଲା। କିନ୍ତୁ ସେହି ସମୟରେ ମୁହଁ ଖୋଲିଥିଲେ ଅନିଲ, ଯିଏ ଉଦିତକୁ ବଞ୍ଚାଇବାକୁ ଶତ ଚେଷ୍ଟା କରିଥିଲେ, କିନ୍ତୁ ନିଜ ସାମର୍ଥ୍ୟ ପାଖରେ ହାର ମାନି ଯାଇଥିଲେ। ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣକୁ ସିନା ବଞ୍ଚାଇ ଦେଲେ, ହେଲେ ଅନ୍ୟ ଜଣକ ଜୀବନ ଚାଲି ଯାଇଥିଲା। ମୃତ୍ୟୁ ସହ ସଂଘର୍ଷ କରୁଥିବାର ସେ ନିଜେ ଆଖିରେ ଦେଖିଛନ୍ତି। ଯେମିତି କାଳରୂପୀୟ ଦୁର୍ଘଟଣା ବିରୁପା ନଦୀ କୂଳରେ ଛକି ବସିଥିଲା, ଆଉ ମୌକା ଦେଖି ଯୁବକଙ୍କ ଜୀବନ ନେଇଯାଇଥିଲା। ଜଗତପୁର ଥାନା ଆଇବି ରୋଡ୍ ସ୍ଥିତ ବିରୁପା ନଦୀ ପଣ୍ଡାସାହି ତୁଠରେ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 5 ଜଣ ସାଙ୍ଗ କାରରେ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ନଦୀରେ କାର୍ ପଶିଯିବାରୁ ଜଣେ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଖୋଜାଖୋଜି ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଲିଙ୍ଗପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ। ତାଙ୍କ ସହିତ ଥିବା ଲିଙ୍ଗପୁର ଅଞ୍ଚଳର ଅଂଶୁମାନ ପଣ୍ଡାକୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଟାଙ୍ଗୀ, ଚୌଦ୍ୱାର ଓ ଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ଏବଂ କଟକ ଓଡ୍ରାଫ ଟିମ୍ ସହ ସ୍କୁବା ଡ୍ରାଇଭରଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରାଯାଇଥିଲା। କାର୍ ଭିତରେ ଉଦିତ ରହିଯାଇଥିବା ଆଶଙ୍କା କରାଯାଉଥିଲା, କିନ୍ତୁ କାର୍ ଭିତରୁ ମିଳିନଥିଲେ ଉଦିତ। ତେଣୁ ଉଦିତକୁ ଖୋଜି ବାହାର କରିବା ଉଦ୍ଧାରକାରୀଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିଛି। ହଁ ଆଜ୍ଞା, ଗତକାଲି ରାତିରେ କଟକ ଜଗତପୁର ସ୍ଥିତ ବିରୁପା ନଦୀ ମଧ୍ୟକୁ ଖସି ପଡ଼ିଥିଲା ଚଳନ୍ତା କାର୍। ଜଣେ ଉଦ୍ଧାର, ଆଉ ଜଣେ ରହିଯାଇଥିଲେ ନିଖୋଜ। 5 ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ନଦୀର ଗଭୀର ପାଣି ମଧ୍ୟରୁ ଦୁର୍ଘଟଣାଗ୍ରସ୍ତ କାର୍କୁ ବାହାର କରିବାରେ ସଫଳ ହୋଇଥିଲେ ଉଦ୍ଧାରକାରୀ ଟିମ୍। କିନ୍ତୁ ନିଖୋଜ ଯୁବକଙ୍କ ପତ୍ତା ମିଳୁନଥିଲା। ଆଜି ସକାଳୁ ସକାଳୁ ପୂର୍ଣ୍ଣ ଖୋଜାଖୋଜି କରିବା ପରେ 12 ଘଣ୍ଟା ପରେ ମୃତ ଅବସ୍ଥାରେ ପାଣି ମଧ୍ୟରୁ ନିଖୋଜ ଯୁବକଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଉଦିତ ସାହୁ, ଘର ଭୁବନେଶ୍ୱରର ଲିଙ୍ଗିପୁର ବୋଲି ଜଣାପଡ଼ିଛି। ଖବର ନେବାରୁ ଜଣାଯାଏ ଯେ କୌଣସି ଏକ କାର୍ଯ୍ୟ ନେଇ ଭୁବନେଶ୍ୱରରୁ ଲିଙ୍ଗପୁର ଅଞ୍ଚଳର 5 ଜଣ ସାଥୀ ହୋଇ କଟକ ଆସିଥିଲେ। କିନ୍ତୁ ଦୁର୍ଘଟଣାଗ୍ରସ୍ତ ସମୟରେ 3 ଜଣ ଅନ୍ୟ ଏକ ସ୍ଥାନରେ ରହିଥିବା ବେଳେ 2 ଜଣ ଗାଡ଼ିରେ ଚୌଦ୍ୱାରର ଆଇବି ରୋଡ୍ରେ ଯିବା ବାଟରେ ଦୁର୍ଘଟଣା ଘଟିଥିଲା। ରାତି ଅଧିକ ହୋଇଯିବା ପରେ ରେସ୍କ୍ୟୁ ଅପରେସନ୍ ବନ୍ଦ ରହିଥିଲା। ପୂର୍ଣ୍ଣ ଆଜି ସକାଳୁ ସକାଳୁ ଓଡ୍ରାଫ ଅନ୍ୟପଟେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରି ଗଭୀର ପାଣି ମଧ୍ୟରୁ ମିଳିଥିଲା ଉଦିତଙ୍କ ମୃତଦେହ। ଆମ୍ବୁଲାନ୍ସ ଦ୍ୱାରା ଶବ ବ୍ୟବଚ୍ଛେଦ ପାଇଁ କଟକ ଏସ୍ସିବିରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଖବର ପାଇ ପରିବାରର ସଦସ୍ୟମାନେ ମେଡିକାଲରେ ପହଞ୍ଚିଥିଲେ। ବ୍ୟୁରୋ ଇନପୁଟ୍ ସହ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ଏ1 ଓଡ଼ିଆ।